ଯାଇଥିଲୁ DRM ପାଖରେ ଚକ୍ରଧରପୁର। ଆମେ ତାଙ୍କ ପାଖରେ ବହୁତ ଆମର ବିରମିତାପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ନେଇକରି ଆମେ ଯାଇଥିଲୁ। ଆମର ସେଇଟା ତାଙ୍କ ସାଙ୍ଗରେ ସାକ୍ଷାତ ଥିଲୁ ଆଉ ବିଭିନ୍ନ ସମସ୍ୟାର ସେ ଯଥାଶୀଘ୍ର ସମାଧାନ କରିବା ପାଇଁ ଆମେ ତାଙ୍କୁ କହିଛୁ ଆଉ ସେ ବି ତାଙ୍କର ତରଫରୁ କହିଛନ୍ତି କି ଖୁବ୍ ଶୀଘ୍ର ଯାହା ଯାହା ବି ପଏଣ୍ଟ ହିସାବରେ ଆମର ଦାବିପତ୍ରରେ ଆମେ ଦର୍ଶାଇଛୁ ସେ ଅନୁସାରେ ସେଟାକୁ କାର୍ଯ୍ୟରତ କରିବେ ଏବଂ ସେଟାକୁ କେମିତି ସମସ୍ୟାଟା ସମାଧାନ କରିପାରିବେ ସେ ଅନୁସାରେ ସେ ନିଜେ ଆସନ୍ତା ସମୟରେ ସେ ଖୁବ୍ ଶୀଘ୍ର ସେ ଆମର ବିରମିତାପୁର ଅଞ୍ଚଳକୁ ବି ଆସିବେ ସେ ଏଇ ଆଶ୍ୱାସନ ଦେଇଛନ୍ତି। ଏବଂ ତାପରେ ଆମେ ଯାଇଥିଲୁ ଆମର NHAI ର ଅଫିସ୍ ଆମର କେଉଁଝର PD ପାଖରେ। ସେଇଥିରେ ଆମର ବିଭିନ୍ନ ସମସ୍ୟା ଆମର NH 143 ର ଅଛି। ସେଇଥିରେ ଆମର ବିରମିତାପୁର ଅଞ୍ଚଳରେ ଯାଏ ଆମର ବାଇପାସ୍ ଯିବା ରାସ୍ତା ଏବଂ ଆମର ଯେ ଏକ୍ଜିଷ୍ଟିଂ ରାସ୍ତା ଅଛି ସେଟାକୁ କେମିତି ଯେ ବାରମ୍ବାର ଯେ ଦୁର୍ଘଟଣା ହେଉଛି ଆଉ ଲୋକମାନେ ତାଙ୍କର ପ୍ରାଣ ହରାଉଛନ୍ତି ସେ ଅନୁସାରେ ତାଙ୍କୁ ବି ଆମେ ଦାବିପତ୍ରରେ ଏହି ବାବଦରେ ଦର୍ଶାଇଛୁ ଆଉ ବିଭିନ୍ନ ପଏଣ୍ଟ ହିସାବରେ ଆମେ ତାଙ୍କୁ ଆମର ବିରମିତାପୁର ନିର୍ବାଚନ ମଣ୍ଡଳୀର ସମସ୍ୟାଟା ଦର୍ଶାଇଛୁ। ସେ ଅନୁସାରେ ସେ PD NHAI ସେ ବି ତାଙ୍କର ତରଫରୁ କହିଛନ୍ତି କି ଖୁବ୍ ଶୀଘ୍ର ସେ ବି ତାକୁ ସର୍ଟ ଆଉଟ୍ କରିବା ପାଇଁ ତାଙ୍କର ତରଫରୁ ପଦକ୍ଷେପ ନିଆଯିବ ଏବଂ ସେ ବି ନିଜେ କହିଛନ୍ତି ତାଙ୍କର ତରଫରୁ ଖୁବ୍ ଶୀଘ୍ର ସେ ବିରମିତାପୁର ନିର୍ବାଚନ ସେ ନିଜେ ଆସିକରି ନିଜେ ଭେରିଫାଇ କରିବେ କ'ଣ କ'ଣ ସମସ୍ୟା ଅଛି। ଆଉ ଆମେ ଖୁସି ଅଛୁ କି ଆମର DRM ଚକ୍ରଧରପୁର ଏବଂ ଆମର NHAI PD ଯେ ଅଛନ୍ତି କେଉଁଝର ସେ ଆମର ନିର୍ବାଚନ ମଣ୍ଡଳୀରେ ଆସିବେ ଆଉ ଆମେ ତାଙ୍କୁ ସ୍ୱାଗତ କରୁଛୁ ଆଉ ଯାହା ବି ସମସ୍ୟା ଅଛି ଯେ ଆମେ ଦାବିପତ୍ରରୁ ଆମେ ତାଙ୍କୁ ଦେଇଛୁ ସେ ଅନୁସାରେ ସେ ତାକୁ ସମସ୍ୟାକୁ ସମାଧାନ କରିବା ପାଇଁ ଆସିବେ ଏବଂ ଆଉ କିଛି ଅଛି ସେ ନିଜେ ଭେରିଫାଇ କରି ଚେଷ୍ଟା କରିବେ ଏବଂ ଆମର କରମୁଣ୍ଡାର ଯେ NHAI PD ଯେ କହିଛନ୍ତି କି ସେ NHAI ତରଫରୁ ଯେ ଆମର ଅଧା ଅଧୁରା ରାସ୍ତାଟା ଯେ ଆମର କରମୁଣ୍ଡା ବାଇପାସ୍ରେ ଯାଇଛି ଯେ ଅଣ୍ଡରପାସ୍ ହେବା ଥିଲା ପଦମପୁର ସେଥିରେ ୱାଇଡନିଂଟା ହେଇଛି ସର୍ଭିସ ରୋଡ ସାଇଡ୍ରେ ଦେଇଛନ୍ତି ଏବଂ ବ୍ଲକେଜଟା ଯେ ଦିଆହେଇଛି ସେଥିରେ ବାରମ୍ବାର ଦୁର୍ଘଟଣା ହେଉଛି। ବିଭିନ୍ନ ଯେ ସିଗ୍ନାଲ ବୋର୍ଡଟା ନାହିଁ ସେଠି ରମ୍ବୁଲାନ୍ସ ନାହିଁ ସେ ଅନୁସାରେ ସେ କହିଛନ୍ତି କି ସେଇଟାକୁ ବି ସମାଧାନ କରିବା ପାଇଁ ଶୀଘ୍ର ସେ ଚେଷ୍ଟା କରିବେ ଏବଂ ଆମର ବିଶ୍ରାର ଖୋକଡ଼ା ଫାଟକ ଠାରୁ ନେଇକରି ଆମର 320D ସେ ବାବଦରେ ବି ଆମେ ତାଙ୍କୁ କହିଛୁ ଆମର ଯେ କର୍ତ୍ତୃପକ୍ଷ ଅଛନ୍ତି ଅଧିକାରୀ ଅଛନ୍ତି ତାଙ୍କୁ ବି ଆମେ ଏଇ ଦାବିପତ୍ର ଜରିଆରେ କହିଛୁ ସେ ବି ସେଟାକୁ ସମାଧାନ କରିବା ପାଇଁ କେଉଁ ଜାଗାରେ ଅଣ୍ଡରପାସ୍ ଯିବାର ଅଛି ଆମର ରେଲୱେ ଫାଟକ ଦେଇକରି ବିଭିନ୍ନ ଗାଁ ଅଞ୍ଚଳକୁ ଯାଉଛି ସେଇଟା ସମାଧାନ କରିବା ପାଇଁ ସେ ଖୁବ୍ ଶୀଘ୍ର ସେଟାକୁ ଆସିବେ ଆଉ ନିଜେ ସମାଧାନ କରିବେ।